ଭଲ କଥା କହିଲେ ଆଜି ଆମ ଏଡିଟୋରିଆଲରେ ଲେଖା ହେଇଛି ଯେ ଆଜି ଗୀତା ଆଉ ଭାଗବତକୁ ବିଶ୍ୱସ୍ତରରେ ତାକୁ ମାନ୍ୟତା ପ୍ରଦାନ କରାଯାଇଛି। କ'ଣ ତାକୁ କହିଲେ ଭାଷା ଟିକେ ବାକ୍ୟଟା ମନେ ପଡ଼ୁନି ଯେ ମାନେ ଗୀତା ଏକ ମାନବୀୟ ଶାସ୍ତ୍ର ବା ଗୀତା ଭାଗବତ ହେଉଛନ୍ତି ଏକ ଲୋକଶାସ୍ତ୍ର, ପୃଥିବୀର ଶାନ୍ତି ପାଇଁ ତା ଉଦ୍ଦିଷ୍ଟ। ଏଇ କଥାଟାକୁ ସେ କହିଲେ। କହିସାରିଲା ପରେ କହିଲେ ଆଉ ଜଣେ ସାମ୍ବାଦିକ ଭାଇ ସେ ତା ଉପରେ ଗୋଟେ କମେଣ୍ଟ ଦେଲେ ଯେ ଏ କଥା କ'ଣ ଆଗରୁ କେହି ଜାଣିନଥିଲେ, ଏତେ ଦିନ ପରେ ଏମାନେ କହିଲେ ଯେ ଗୀତା ଆଉ ଭାଗବତ ହେଉଛି ଏକ ମାନବୀୟ ସମ୍ବିଧାନ ବା ମାନବୀୟ କଥା। କିନ୍ତୁ ଯାହା ହଉ ଆଜିର ପବିତ୍ର ସନ୍ଧ୍ୟାରେ ଏଇ ପବିତ୍ର କଥାଟିକି ଶୁଣି ବଳିଆ ମନରେ ବହୁତ ଆନନ୍ଦ ସୃଷ୍ଟି ହେଲା। ଆଜି ଗୀତା ଭାଗବତ ସର୍ବତ୍ର ଆଲୋଚନା ହେଉଛି। ଗୀତା ଭାଗବତ ବେଶୀ ଆଲୋଚନା ହେଉଛନ୍ତି, ଗୀତା କମ୍ ଆଲୋଚନା ହେଉଛନ୍ତି। କିନ୍ତୁ ହେଲେ ବି ଗୀତା ପ୍ରତି ସମସ୍ତଙ୍କର ବୋଧେ ସମ୍ମାନ ରହିଛି। ଯିଏ ଭାଗବତ କହୁଛନ୍ତି ସେ ଗୀତାର କୋଟେସନ୍ ଦେଉଛନ୍ତି, ଯିଏ ଗୀତା କହୁଛନ୍ତି ସେ ବି ଭାଗବତର କଥା ବି କହୁଛନ୍ତି। ଭାଗବତର ଏକାଦଶ ସ୍କନ୍ଧଟି ଯାହା ଗୀତାର ସମ୍ପୂର୍ଣ୍ଣ ଗୀତାଟି ମଧ୍ୟ ସେଇଆ। ତେବେ ଗୀତାର ଗୋଟିଏ ଶ୍ଲୋକକୁ ଯଦି ଆମେ ଭଲ ଭାବରେ ଚିନ୍ତନ କରିବା, ତାକୁ ଆମେ ଠିକ୍ ଭାବରେ ଜାଣିପାରିବା। ଏହା ଏକ ଶାସ୍ତ୍ର ନୁହେଁ, ଏହା ହେଉଛି ଏକ ଜୀବନ ଦର୍ଶନର କଥା। ଧରନ୍ତୁ ଧର୍ମ କ୍ଷେତ୍ରେ ଇଏ ଗୋଟିଏ ଶବ୍ଦ, କୁରୁକ୍ଷେତ୍ରେ ଇଏ ଆଉ ଗୋଟିଏ ଶବ୍ଦ, ସମବେତ ଯୁଷ୍ଟବ ଇଏ ଆଉ ଗୋଟିଏ ଶବ୍ଦ, ମାମକା ପାଣ୍ଡବାଶ୍ରୟବ କିମ କୁର୍ବତ ସନ୍ଦେହ। ଇଏ କଥାଟାକୁ ସମସ୍ତେ ପଢ଼ିଦେବେ, ନିଜ ନିଜ ଜ୍ଞାନ ଅନୁଯାୟୀ ଆକୁ ବ୍ୟାଖ୍ୟା ବି କରିଦେବେ। ଯେଉଁ ବ୍ୟାଖ୍ୟା କି ସଂସ୍କୃତଜ୍ଞ ବା ପଣ୍ଡିତମାନେ ଆକୁ ଗ୍ରହଣ କରିବେ, ହଁ ଏଇ ବ୍ୟାଖ୍ୟା ଠିକ୍ ହେଲା, ଆଜି ଦେଖି ଦୋଷାରୋଷ କିଛି ନାହିଁ। କିନ୍ତୁ ଆମେ ଯଦି ତାକୁ ଚିନ୍ତନ କରିବା, ଯେ ପୁରାଣକୁ ନେଇ ଯଦି ଚିନ୍ତନ କରିବା, ସେଥିରେ ପୌରାଣିକ ଉପାଖ୍ୟାନ ଆସିବ। ଯଦି ଆମେ ଆମ ଜୀବନକୁ ନେଇ ଆମେ ତାକୁ ବ୍ୟାଖ୍ୟାନ କରିବା, ତାହେଲେ ଜୀବନ ଦର୍ଶନ ସେଠି ଗୋଟେ ସ୍ୱତନ୍ତ୍ର ହେଇକି ରହିବ। ଧର୍ମକ୍ଷେତ୍ର କହିଲେ ଆମେ ଯେଉଁ ଭାବୁ, ହିନ୍ଦୁମାନେ ଭାବନ୍ତି ବୃନ୍ଦାବନ, ନବଦ୍ୱୀପ, ପୁରୀ, ଶ୍ରୀକ୍ଷେତ୍ର ଇତ୍ୟାଦି ଇତ୍ୟାଦି ଏହିସବୁ ଧର୍ମକ୍ଷେତ୍ର। କିମ୍ବା ଗାଁ ଗହଳିରେ ଭାବନ୍ତି ଆମ ଠାକୁରାଣୀ ପୀଠ, ଆମ ଭାଗବତ ଟୁଙ୍ଗି, ଏହିସବୁ ଶିବ ମନ୍ଦିର, ବିଷ୍ଣୁ ମନ୍ଦିର, ଏହିସବୁ ହେଉଛନ୍ତି ପ୍ରକୃତରେ ମାନେ ଧର୍ମପୀଠ। କିନ୍ତୁ ଏ କଥା ପରେ ଏ କଥା ଗୁଡ଼ିକ କହିବା ଦ୍ୱାରା ଆମେ ସେ ଗୀତାର ଭାଷ୍ୟକୁ ବା ଶବ୍ଦକୁ ଆମେ ସୀମିତ କରିଦେଲେ। ଯଦି ଆମେ କହୁଛୁ ଶ୍ରୀ ଭଗବାନ ଉବାଚ, ତେବେ ଭଗବାନଙ୍କ କଥାଟା ଏତେ ଶବ୍ଦଟା ଏତେ ଶସ୍ତା ଶବ୍ଦ କେମିତି ହେବ?
ଆମେ ତ ଜାଣିଥିଲୁ ସେଇଆକୁ ବ୍ୟାଖ୍ୟା କରାଗଲା ସେଇଆ। କିନ୍ତୁ ମୋଟାମୋଟି କଥା ସବୁ ବ୍ୟାଖ୍ୟା ଠିକ୍ ଅଛି, କିନ୍ତୁ ବଳିଆକୁ ଲାଗେ। ଆପଣମାନଙ୍କୁ ଏଠି ଗୋଟେ ସନ୍ଧ୍ୟାରେ ମୁଁ ଗୋଟେ ସତ କଥାଟି କହୁଛି। ଗୀତା ମୁଁ ପଢ଼ିଛି, କିନ୍ତୁ ମୋର କିଛି ମନେ ନାହିଁ। ଗୀତା କହିଲା ବେଳେ ଗୀତାର କଥା ହିଁ ମୋତେ ଦେଖାଯାଏ, ଆଉ ଗୀତା ପଢ଼ିଲା ବେଳେ ମୁଁ ଯେତିକି ପଢ଼ିଥିଲି ତାର ଆଦୌ ଟିକେ ମନେ ନାହିଁ। କିନ୍ତୁ ଦିନେ ଦିନେ ରାତିରେ ଶୋଇବା ପରେ ସ୍ୱପ୍ନରେ କିଏ ମୋତେ ଗୀତା ବୁଝାଏ। ଏଇଟା ମାନେ ଅପୂର୍ବ କଥା, ଆକୁ କେହି ବିଶ୍ୱାସ କରିପାରିବେନି, କିନ୍ତୁ ସତ କଥାଟା। ଆମେ ଯାହାଙ୍କୁ ଜାଣିଛେ ଓଡ଼ିଶାର ଜଣେ ମହାନ ପୁରୁଷ ନାମାଚାର୍ଯ୍ୟ ବାବା ବାୟା, ସିଏ ତାଙ୍କ ପାଖକୁ ଯିଏ ଯାଆନ୍ତି, ମୁଁ ବି ଥରେ ଯାଇଥିଲି। ମୁଁ ଯେତେ ପ୍ରକାର ଚାହିଁଲି କିଛି ପଚାରିବି, ବାୟା ଉତ୍ତର ଦେବେ, ସେ ଆଉ ଉତ୍ତର ମୁଁ ପଚାରି ପାରିଲେନି କି ସେ ଉତ୍ତର ଦେଲେନି। ମୁଁ ରାସ୍ତାରେ ଆସିଲା ବେଳେ ଭାବୁଥିଲି ଯେ ଏମାନେ ତ ଆମକୁ ଟିକେ ସୁଯୋଗ ଦେଉନାହାନ୍ତି, ତାଙ୍କୁ ଘେରିକିରି ରହିଛନ୍ତି, ଆଉ ଆମେ ପଚାରିବୁ କ'ଣ, ସେ ଉତ୍ତର ଦେବେ କ'ଣ? ପୁରା ଅଭିମାନ କରିକିରି ଶୋଇଯାଇଛି। କିନ୍ତୁ ଯେତେ ପ୍ରଶ୍ନ ମୋ ଭିତରେ ଥିଲା, ବାୟାକୁ ପଚାରିବା ପାଇଁ ଯେତେ ଜିଜ୍ଞାସା ମୋ ଭିତରେ ଥିଲା, ମୁଁ ଗୋଟି ଗୋଟିକିରି କହୁଛି, ବାବା ଗୋଟି ଗୋଟିକିରି ତାର ଉତ୍ତର ଦେଉଛନ୍ତି। ପ୍ରଶ୍ନ ସଇଲା, ଉତ୍ତର ସଇଲା, ବଳିଆର ନିଦ ଭାଙ୍ଗିଲା। ମାନେ ଦୁଇଟା ରାତି କଥା ନୁହେଁ, ଦିନ ସକାଳ 10ଟା-11ଟା ସମୟ। 9 ନମ୍ବର ୟୁନିଟ୍ର 8 ନମ୍ବର ରୋଡ଼ ଚିନ୍ତାମଣି ମହାପାତ୍ରଙ୍କ ଘର, ଯିଏକି ମୋର ମାମୁଁ ଘର ବୋଲି କୁହାଯାଏ। ତେଣୁ ଦିବ୍ୟ କଥା ସବୁବେଳେ ଦିବ୍ୟ। ମୁଁ ଯେତେବେଳେ ପାଠ ପଢ଼ିବା ପାଇଁ ଇଚ୍ଛା ଆଉ କଲି ନାହିଁ, ଏ ସଂସାରଟା ମୋତେ ଗୋଟେ ଅଡ଼ୁଆ ଲାଗିଲା, ପୁରା ଅଡ଼ୁଆ ଜାଲ ଭଳି ଲାଗିଲା। ମୁଁ କହିଲି ଏ ଜାଲ ଭିତରେ ପଶି ହେବନି, ଆଉ ଯଦି ପଶିବ ବି ବାହାରି ହେବନି। ତେଣୁ ଏ ଅଡ଼ୁଆ ଜାଲକୁ ବି ଛିଣ୍ଡେଇ ବି ହେବନି। ତେଣୁ ଆମେ ଆମର ସେଥିରେ ପଶିବୁନି, ବାହାରେ ରହିବୁ। କିନ୍ତୁ ମୋର ବାପାଙ୍କର, ମୋର ଆତ୍ମସ୍ୱଜନମାନଙ୍କର ଇଚ୍ଛା ଥିଲା ଆଉ ଟିକେ ଅଧିକ ପଢ଼ିବା ପାଇଁ। ଏ କଥାଟା ମୋ ମନ ଭିତରେ ଗୋଟେ ଶଙ୍କା ସୃଷ୍ଟି କଲା ଯେ ଗୋଟେ ପିତୃପିତାମାନଙ୍କର ଇଚ୍ଛାଟାକୁ ମୁଁ ପୂର୍ଣ୍ଣ କରିପାରିଲି। ମୁଁ ଦେଖିଲି କ୍ରମାନ୍ୱୟରେ ମୁଁ ସ୍ୱପ୍ନରେ କେତେ ଗୁଡ଼ାଏ ପାଠ ପଢ଼ିଗଲି, MA ପର୍ଯ୍ୟନ୍ତ ପଢ଼ିଗଲି। ତାକୁ ଯଦି କହିବି, ଲୋକ କହିବେ ବାବା ବଳିଆଙ୍କର ମନସ୍ତାତ୍ତ୍ୱିକ ରୋଗ। ମୁଁ କିଛି ଭାବିନି। ସେତେବେଳେ +2, 3 ଏସବୁ ନଥିଲା ବୋଧେ, IA, BA, MA ଏମିତି ଥିଲା। କିନ୍ତୁ କଲେଜରେ ଯେମିତି ଲୋକ ପଢ଼ନ୍ତି, ପରୀକ୍ଷା ଦିଅନ୍ତି, ଗୋଟେ ସଇଲା, ଆଉ ଗୋଟେ ପର୍ଯ୍ୟାୟରେ ଆଉ ଗୋଟେ ସଇଲା। ତେଣୁ ଦିବ୍ୟ ସତାଙ୍କର ଇଚ୍ଛା ବିରୁଦ୍ଧରେ କେହି ଆମେ ଯାଇପାରିବା ନାହିଁ। ପତ୍ର ହଲେ ନାହିଁ ବୋଲି କହନ୍ତି, ଦିବ୍ୟ ସତାଙ୍କର ଆହ୍ୱାନରେ ଗଛ ହୁଏ, ପତ୍ର ବି ହଲେ, ଫଳ ବି ଧରେ, ଫୁଲ ବି। ତେବେ ଜୀବନ ଦର୍ଶନରେ ଧର୍ମକ୍ଷେତ୍ର କେଉଁ ଗୁଡ଼ାକ? ଜୀବନ ହିଁ ଧର୍ମକ୍ଷେତ୍ର। ଆପଣମାନେ ନିଜେ ନିଜ ଜୀବନକୁ ସମୀକ୍ଷା କରନ୍ତୁ।
ଆଖିର କାମ କରୁଛି, ତୁ ତାର କାରିଗର କିଏ? ତମେ କିଏ? ତମେ ଆଖି ତିଆରି କରିଛ କିମ୍ବା ଆଖିରେ ଦେଖିବା ପାଇଁ ତାକୁ ଅପରେଟିଂ କରୁଛ? କ'ଣ କରୁଛ? କିଛି ତ କରୁନା। କିନ୍ତୁ ଆଖି ତା କାମ ଚାଲିଛି, କାନ ତା କାମ କରୁଛି, ନାକ ତା କାମ କରୁଛି। ନାକରେ କ'ଣ କେଉଁଠି ସୁଇଚ୍ ଅଛି, ମାରିଦେଲ ଏସି ଚଳିଲା ଭଳିଆ, ସେ ସୁଇଚ୍ରେ ପବନ ଗଲା ଆଇଲା ଗଲା ଆଇଲା ଗଲା ଆଇଲା, ସେମିତି କ'ଣ ହେଇପାରୁଛି? ତେଣୁ ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ, ଲୋମ ଚର୍ମ ଠାରୁ ଆରମ୍ଭ, ଅସ୍ଥି ଠାରୁ ଆରମ୍ଭ କରି ଦେହ ଭିତରେ ଦେହ ବାହାରେ ଯେତେ ଯନ୍ତ୍ର ସବୁ ରହିଛି, ଯାହାକୁ ସାଇନ୍ସ ବୋଲି କୁହାହେଉଛି, ଇଏ ପ୍ରତ୍ୟେକ ଯନ୍ତ୍ରର କାର୍ଯ୍ୟକୁ ହିଁ କୁହାଯାଇଛି ଧର୍ମକ୍ଷେତ୍ରେ। ଜୀବନ ଠାରୁ ବଡ଼ ଧର୍ମ କିଛି ନାହିଁ। ଗୀତା କହିଥିଲେ ଭଗବାନ ଶ୍ରୀକୃଷ୍ଣ କାହାକୁ? ଧର୍ମକ୍ଷେତ୍ର ସ୍ୱରୂପୀ ଅର୍ଜୁନ। ଏବଂ ଅର୍ଜୁନ ପଚାରିଥିଲେ କାହାକୁ? ଧର୍ମ ସ୍ୱରୂପ ଭଗବାନ କୃଷ୍ଣ। ସେ ଯାହା ପଚାରିଥିଲେ ଆମରି ପ୍ରଶ୍ନକୁ ସେ ଆମରି ପ୍ରଶ୍ନର ପ୍ରତିନିଧିତ୍ୱ କରୁଥିଲେ। କେମିତି ପ୍ରତିନିଧିତ୍ୱ କ'ଣ କରୁଥିଲେ? ଆମର ଦୁଇଟା କଥା ଆମର ସବୁବେଳେ ମନରେ ଅଛି, ମୁଁ ଆଉ ମୋର। ସେଇ ଦୁଇଟି ଶବ୍ଦକୁ ଆଧାର କରି ଭଗବାନ କୃଷ୍ଣ ଗୀତା କହିଲେ, ହେ ଅର୍ଜୁନ, ମୋ ପୁତ୍ର ଆଉ ପଣ୍ଡୁଙ୍କ ପୁତ୍ର, ଏ ଦୁଇଟି ଦଳ ବା ଦୁଇଟି ପରିବାର, ଏମାନେ ଯୁଦ୍ଧ କ୍ଷେତ୍ରରେ କରୁଛନ୍ତି କ'ଣ? ଏଇ ଯେଉଁ ମୁଁ ଆଉ ମୋର, ଆପଣମାନେ ଭାବିକିରି ଦେଖନ୍ତୁ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଜଗତର ଉତ୍ପତ୍ତି ଠାରୁ ପ୍ରଳୟ ପର୍ଯ୍ୟନ୍ତ, ମୁଁ ଆଉ ମୋର ଇଏ ଦୁଇଟାକୁ ଛାଡ଼ିକିରି କିଛି କରିହେବ କି? ମୁଁ ଗୁରୁଙ୍କ ଆଶ୍ରମକୁ ଯାଉଛି, ମୋର ଗୁରୁ ହେଉଛନ୍ତି ଅମୁକ। ଯେତେ କଥା ଆମେ କହୁଛୁ, ମୁଁ ପରିବା କିଣିବାକୁ ଯାଉଛି, ମୋତେ ଭୋକ କଲାଣି, ମୁଁ ଖାଇବାକୁ ଯାଉଛି, ସବୁ ମୁଁ ଏବଂ ମୋରର ବ୍ୟାଖ୍ୟା ବା ତାର ସଂଳାପ। ମୁଁ ମୋରକୁ ନେଇକି ଯେତେ ବାକ୍ୟ ଗଠନ ହେଇଛି, ଯେତେ ଶବ୍ଦ ସୃଷ୍ଟି ହେଇଛି, ଯେତେ ସାହିତ୍ୟ ସୃଷ୍ଟି ହେଇଛି, ତାକୁ ବ୍ୟାଖ୍ୟା କଲେ ଜଣାପଡ଼େ ମୁଁ ଆଉ ମୋର। ଯଦି ମୁଁ ଆଉ ମୋର ଶବ୍ଦଟାକୁ ଆମେ କହିବା ଏଗୁଡ଼ାକ ଭୁଲ କଥା, ତାହେଲେ କ'ଣ କହିବା ଆମକୁ ଶିଖେଇ ଦିଅ। କୃଷ୍ଣ ନିଜେ କହୁଛନ୍ତି ମୁଁ, ଅହଂ ବୋଲି ଶବ୍ଦ ସେ ବ୍ୟବହାର କରୁଛନ୍ତି। କୃଷ୍ଣ ଯଦି ମୁଁ କହିଲେ, ଆମେ ତାହେଲେ କ'ଣ କହିବୁ? କୃଷ୍ଣ ମୁଁ କହିଲେ ସେ ମୁଁଟା ଗୋଟେ ବିରାଟ ମୁଁ ହେଇପାରେ। ଆମେ ଯେଉଁ ମୁଁ କହୁଛୁ ଆମ ପରିସରଟା କ୍ଷୁଦ୍ର ହେଇପାରେ, କିନ୍ତୁ ମୁଁ କହିବାକୁ ପଡ଼ିବ, ମୁଁ କରୁଛି କହିବାକୁ ପଡ଼ିବ। ସେ ମୁଁଟି କିଏ? ସେ ହେଉଛନ୍ତି କୃଷ୍ଣ, ସେଇ ହେଉଛନ୍ତି ଆତ୍ମା। ମୋର କେଉଁ ଗୋଟାକ ତମର ନୁହେଁ, ତୁମେ ସେ ଜାଗାଟା ଦେଖେଇଦେବ। ଏଇଠୁ ଆପଣ ତୀର୍ଥଲ ଯିବେ କିମ୍ବା କଟକ ଯିବେ, କେଉଁଥିରେ ଯିବେ? ରାସ୍ତାରେ ଯିବେ। ସେ ରାସ୍ତାକୁ କ'ଣ ଆପଣ ରେଜିଷ୍ଟ୍ରି କରୁଛନ୍ତି? ରାସ୍ତାଟା କାହାର? ମୋର। ମୁଁ ଏଇ ରାସ୍ତାରେ କଟକ ଯିବି କି ଦିଲ୍ଲୀ ଯିବି, ଅମୁକ ଯାନରେ ଯିବି, ଟ୍ରେନରେ ଯିବି କି ପ୍ଲେନରେ ଯିବି ବା
ସେ କାର୍ରେ ଯିବି ସେ ରାସ୍ତା କ'ଣ ଆପଣ ରେଜିଷ୍ଟ୍ରି କରୁଛନ୍ତି ଲାଇସେନ୍ସ କରୁଛନ୍ତି। ତେଣୁ ମୁଁ ଆଉ ମୋର ମୁଁ ହିମାଳୟରେ ସାଧନା କରିବି କିମ୍ବା ମୁଁ ଘରେ ବସି ସାଧନା କରିବି। ଧରନ୍ତୁ ଜଣେ କହିବ ଯେ ମୁଁ ଘର ଦ୍ୱାର ଛାଡ଼ିକିରି ପଳେଇବି, ସେଠି ମୁଁ ଲାଗିବ କି ନାହିଁ? ଆଉ ମୁଁ ଇଏ ମାୟା ଭିତରେ ବସିପାରିବିନି, ମୁଁ ଯାଇକି ମୋର ସାଧନ ଭଜନ କରିବି, ସେଠି ମୁଁ ଲାଗିବ କି ନାହିଁ? ମୁଁ ହେଉଛ ତୁମେ ନିଜେ, ମୋର ହେଉଛନ୍ତି ଭଗବାନ ସ୍ୱୟମ୍ଭୁ ଭଗବାନ ବା ଆମ ଚଳଣି, ଆମ ରହଣି, ଆମ ଖାଦ୍ୟ ପେୟ ପୋଷାକ ଘର ଦ୍ୱାର ସମ୍ପତ୍ତି ବାଡ଼ି ସବୁ। ତେଣୁ ଏଇ ମୁଙ୍କାର ଭିତରୁ ଆମକୁ ଅହଙ୍କାର ବିୟୋଗ କରିବାକୁ ପଡ଼ିବ। ଆଉ ମୋର ବୋଲି ଯାହା ଭାବୁଛ ତା ଭିତରେ ଈଶ୍ୱରଙ୍କର ଭାବନାକୁ ନେବା ପାଇଁ ପଡ଼ିବ। ଏମାନେ ମୋ ଦାୟିତ୍ୱରେ ଅଛନ୍ତି, ଈଶ୍ୱର ଏମାନଙ୍କ ଦାୟିତ୍ୱ ଆମକୁ ଦେଇଛନ୍ତି। ସେ ପୁଅ ଆଉ ଝିଅ, ନାତି ନାତୁଣୀ ଇତ୍ୟାଦି। ଯେଉଁଦିନ ମଣିଷ ନିଜକୁ ଭାବେ ମୁଁ ଆଉ ମୋର, ସେଇ ମାନେ ଏଇ ଈଶ୍ୱରଙ୍କ ଭାବନାକୁ ଛାଡ଼ିକରି ମାୟାର ଭାବନାରେ ଭାବେ ମୁଁ କହୁଛି ମୋର ହଉ ଏଗୁଡ଼ାକ ମୋର ଏଗୁଡ଼ାକ ଅମୁକ ଏସବୁ କଥା, ସେତିକି ବେଳେ ଆମ ଭିତରେ ଅଜ୍ଞତା ପ୍ରବେଶ କରେ। ସେହି ଅଜ୍ଞତାକୁ ନାଶ କରନ୍ତି କିଏ? ସିଏ ହେଉଛନ୍ତି ଗୁରୁ। ମୁଁ ତୁ ସେ ହେଉଛନ୍ତି ଗୁରୁ। ମୁଁ ହେଉଛି ମୁଁ ନିଜେ, ମୋର କହିଲେ ସୃଷ୍ଟି। ଏ ଯେଉଁ ଏତେ ବଡ଼ ସୃଷ୍ଟି ଦେଖୁଛ ଏ ମୋର। ଆମର ଯେଉଁ ମାଟି ନା କ'ଣ ଯାଇଥିଲେ ମହାକାଶକୁ 6 ମାସ ନା ବର୍ଷେ ରହିଲେ, ସେ ମହାକାଶଟାକୁ କ'ଣ ସେ କିଣିଥିଲେ? ଗଲେ କେମିତି? ଯଦି ଗଲେ ରହିଲେ ଭଡ଼ାକୁ କିଏ ଭଡ଼ା ମାଗିଲା? ଯେତେବେଳେ ଯାଇକି ଏତେ ଦିନ ରହିଲ ଆମକୁ ଭଡ଼ା ଦିଅ, ଟିକେଟ୍ କାଟିକି କେତେ ଦିନ ଆଇଥିଲ? ସବୁ ହେଉଛି ମୋର। ସୂର୍ଯ୍ୟ ମୋର। ସୂର୍ଯ୍ୟ ହେଇପାରେ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ, ସୂର୍ଯ୍ୟ ହେଇପାରନ୍ତି ଧର୍ମାବତାର, ଚନ୍ଦ୍ର ହେଇପାରନ୍ତି ଧର୍ମାବତାର। ସୂର୍ଯ୍ୟ ବି ମୋର। ମୋ ପାଇଁ ସୂର୍ଯ୍ୟ ଉଦୟ ହେଉଛନ୍ତି, ମୋ ପାଇଁ ଚନ୍ଦ୍ରମା ଉଦୟ ହେଉଛନ୍ତି। ଇଏ ପାହାଡ଼ ପର୍ବତ ଯାହା ଦେଖୁଛ ସବୁ ମୋ ପାଇଁ ହେଇଛି। ତୁମେ କେବଳ ସମାଜ ପାଇଁ ହେଇଛି। ଏ ସମାଜଟା କ'ଣ? ତୁମକୁ ତ ନେଇକିରି ସମାଜ। ତେଣୁ ସେଇ ସମାଜ ଭିତରେ ତମେ ନାଁ କି? ତୁମେ ଯେତେ କଥା କହିପାରିବ ମୁଁ ବୈକୁଣ୍ଠକୁ ଯିବି, ବୈକୁଣ୍ଠ ନା ମୋର, ସେଥିପାଇଁ ମୁଁ କହୁଛି ବୈକୁଣ୍ଠକୁ ଯିବି ନା। ଆଉ ମୁଁ ବୈକୁଣ୍ଠକୁ ଯିବି। ଯେହେତୁ କୁହାଯାଉଛି ଯେ ମୁଁ ହିନ୍ଦୁ, ଗୀତା କେବଳ ଗୀତା, ତାହେଲେ ଗୀତାକୁ ତୁମେ କେବଳ ପଢ଼ିବ। ଆଉ ଜଣେ କହିବ ନା ମୁଁ ଏ ଗୀତା ପଢ଼ିବିନି। ଏଗୁଡ଼ାକ ସବୁ ହେଉଛି ଅହଙ୍କାର। ଯିଏ ରାମଚରିତ୍ର ମାନସ ପଢ଼ିବ ସେ କହିବ ଭାଗବତ ପଢ଼ିବେନି। ତାମାନେ କେହି ଏତେ ମାନେ ଯାହାକୁ କହନ୍ତି ଭୁଲ ବୁଝାମଣା, କେହି କାହାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହେଁ। ତେଣୁ ଯେଉଁମାନଙ୍କ ନାଁ ଆମେ ଜାଣିଛୁ, ବୁଦ୍ଧ, ଜୈନ, ନାନକ, ଚୈତନ୍ୟ ଇତ୍ୟାଦି ଇତ୍ୟାଦି, ଯେଉଁମାନଙ୍କ ନାଁକୁ ଆମେ ଜାଣିଛୁ, ସମସ୍ତେ ଏଇ ମୁଁ ଆଉ ମୋରକୁ ବ୍ୟାଖ୍ୟା କରି କିଏ ବେଦ ଲେଖିଛନ୍ତି, କିଏ ଗୀତା ଲେଖିଛନ୍ତି, କିଏ ଭାଗବତ ଲେଖିଛନ୍ତି, କିଏ କ'ଣ ଲେଖିଛନ୍ତି। ଆଉ ଯେଉଁଠି ଅଜ୍ଞତା ପ୍ରବେଶ କରିଛି ସେଇଠି ଗଡ଼ବଡ଼ ହେଇଯାଇଛି, ଆଉ ତା'ର ବ୍ୟାଖ୍ୟାଟା ଭୁଲ ହେଇଯାଇଛି। ଆଉ ତେଣୁ ଜୀବନରେ ଗୀତା ଭାଗବତ ପଢ଼, ବୁଝ ଏବଂ ତାକୁ ମନେ ରଖ, କର୍ମରେ ପରିଣତ କର। ମେଳା ଆସୁଛି, ମେଳାଟା ମୋର ନୁହେଁ କି ମୋ ବାପା 14 ପୁରୁଷର। ମେଳାଟା କି ତମ ବାପାଙ୍କର ନୁହେଁ କି ତମ 14 ପୁରୁଷର ନୁହେଁ।
ମେଳାର ଅଧିକାରୀ ହେଉଛନ୍ତି ଅନନ୍ତ। ତାଙ୍କ ଉଦ୍ଦେଶ୍ୟରେ ମେଳା ଚାଲିବ। କେମିତି ହେବ? ସମସ୍ତେ ଜଣେ ଜଣେ ଦାୟିତ୍ୱ ବାହକ ଭାବରେ ଭାବନା କରି ସେ କଂସା ବାସନ ମାଜିବା ଠାରୁ ନାମ କୀର୍ତ୍ତନ କରିବା ପର୍ଯ୍ୟନ୍ତ, ଯଜ୍ଞ କରିବା ପର୍ଯ୍ୟନ୍ତ ତାକୁ ସବୁଯାକ ନିଜକୁ ବଳ କରିବାକୁ ପଡ଼ିବ। ଆଉ ଏଇ ଯେଉଁ ଅହଙ୍କାର